ଆପଣମାନେ ଦେଖୁଛନ୍ତି ଷ୍ଟୋରି ଅଫ୍ ପୁରାଣ। ଆଜି ଆମେ ଶୁଣିବା ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଆଧ୍ୟାତ୍ମିକ କଥା, ଗୋକର୍ଣ୍ଣ ପାଖ୍ୟାନ। ଏହି କାହାଣୀ ଆମକୁ ଶିଖାଏ ଯେ ଭଗବାନଙ୍କର କଥା ଶୁଣିବା ମାତ୍ରେ ମଧ୍ୟ ଜୀବନରେ ପାପ ନଷ୍ଟ ହୋଇଯାଏ। ଏହା ହେଉଛି ଦୁଇ ଭାଇଙ୍କର କଥା, ଧର୍ମପରାୟଣ ଗୋକର୍ଣ୍ଣ ଓ ଦୁଷ୍ଟ ସ୍ୱଭାବର ଧନ୍ଦକାରୀ। କିପରି ଜଣେ ଭାଇ ଭଗବତ କଥା ଶୁଣାଇ ଅନ୍ୟ ଭାଇଙ୍କୁ ପ୍ରେତଜନରୁ ମୁକ୍ତ କଲେ, ସେ ହେଉଛି ଅଦ୍ଭୁତ କାହାଣୀ। ତେଣୁ ଆସନ୍ତୁ ଆରମ୍ଭ କରିବା ଗୋକର୍ଣ୍ଣ ପାଖ୍ୟାନ। କଥା ଆରମ୍ଭ କରିବା ପୂର୍ବରୁ ମୋର ଗୋଟେ ରିକ୍ୱେଷ୍ଟ ରହିବ, ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ ଦବାଇ ଦିଅନ୍ତୁ, ଯେମିତି ମୋତେ ଗୋଟେ ମୋଟିଭେସନ୍ ମିଳିବ ଯେ ଭିଡ଼ିଓ ବନେଇବା ପାଇଁ। ତା ସହିତ ଲାଇକ୍ ମଧ୍ୟ କରିଦେବେ। ଚାଲନ୍ତୁ ଆରମ୍ଭ କରିବା। ପୂର୍ବ କାଳରେ ଗୋଟେ ସହର ଥିଲା। ସେଠାରେ ଜଣେ ଧାର୍ମିକ ବ୍ରାହ୍ମଣ ବାସ କରୁଥିଲେ। ତାଙ୍କ ନାଁ ଥିଲା ଆତ୍ମଦେବ। ସେ ବହୁତ ଧାର୍ମିକ ଥିଲେ। ସେ ସଦା ଦାନ, ଧର୍ମ ଓ ପୂଜାପାଠ କରୁଥିଲେ। କିନ୍ତୁ ତାଙ୍କ ଜୀବନରେ ଗୋଟେ ବଡ଼ ଦୁଃଖ ଥିଲା। ସେ ହେଉଛି ତାଙ୍କର କୌଣସି ସନ୍ତାନ ନଥିଲେ। ଆଉ ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଧୁନ୍ଦୁଲି। ସେ ବହୁତ ଚତୁର ଓ କ୍ରୋଧୀ ସ୍ୱଭାବର ଥିଲେ। ସନ୍ତାନ ନଥିବାର ଦୁଃଖ ଆତ୍ମଦେବ ସଦା ଚିନ୍ତାରେ ବୁଡ଼ି ରହୁଥିଲେ। ସେ ଦିନେ ଭାବିଲେ, ମୋ ଜୀବନର କିଛି ମୂଲ୍ୟ ନାହିଁ। ସନ୍ତାନ ବିନା ମୋ ସମ୍ପତ୍ତି ଓ ଜୀବନ ଅସାର। ଏହି ଦୁଃଖରେ ସେ ଘର ଛାଡ଼ି ବନକୁ ଚାଲିଗଲେ। ବନରେ ସେ ଏକ ଝିଲା ପାଖରେ ବସି ବହୁତ ଜୋର ସେ କାନ୍ଦୁଥିଲେ। ସେତେବେଳେ ସେଠାକୁ ଜଣେ ମହାତ୍ମା ଆସି ପହଞ୍ଚିଲେ। ଆଉ ସେ ଆତ୍ମଦେବଙ୍କୁ ପଚାରିଲେ, ହେ ବ୍ରାହ୍ମଣ, ତୁମେ କାହିଁକି କାନ୍ଦୁଛ? ଆଉ ତୁମର ଦୁଃଖ କ'ଣ? ଏହି ସମୟରେ ଆତ୍ମଦେବ କହିଲେ, ମୋ ପାଖରେ ତ ଧନ ଅଛି, ଘର ଅଛି, ସମ୍ମାନ ଅଛି, କିନ୍ତୁ ମୋର ସନ୍ତାନ ନାହିଁ। ସେଥିପାଇଁ ମୋ ଜୀବନ ନିରର୍ଥକ ଲାଗୁଛି। ତାପରେ ସେ ମହାତ୍ମା କହିଲେ, ତୁମ ଭାଗ୍ୟରେ ସନ୍ତାନର ଯୋଗ ନାହିଁ। ତେଣୁ ସନ୍ତାନ ପାଇଁ ଅଧିକ ଚିନ୍ତା କରନି। ଭଗବାନଙ୍କର ଭକ୍ତି କର, ସେ ହେଉଛି ସର୍ବଶ୍ରେଷ୍ଠ ପଥ। କିନ୍ତୁ ଆତ୍ମଦେବ ସେ କଥା ମାନିଲେ ନାହିଁ। ଆଉ ସେ କହିଲେ, ମୋତେ ସନ୍ତାନ ଦରକାର। ଯଦି ସନ୍ତାନ ନ ମିଳେ ତେବେ ମୁଁ ଏ ଜୀବନ ଛାଡ଼ିଦେବି ଆଉ ଏଠି ମୃତ୍ୟୁବରଣ କରିବି। କିନ୍ତୁ ଏହି ସମୟରେ ମହାତ୍ମା ତାଙ୍କ ଦୁଃଖ ଦେଖି ବହୁତ ଦୁଃଖୀ ହେଲେ। ତାଙ୍କ ମନରେ ଦୟା ଆସିଲା। ଆଉ ସେ ତାଙ୍କୁ କହିଲେ, ମୁଁ ତୁମକୁ ଏକ ଦିବ୍ୟ ଫଳ ଦେଉଛି। ଏହି ଫଳ ତୁମ ସ୍ତ୍ରୀ ଖାଇଲେ ତୁମକୁ ଏକ ସନ୍ତାନ ପ୍ରାପ୍ତ ହେବ। ସେହି ଦିବ୍ୟ ଫଳ ପାଇ ଆତ୍ମଦେବ ବହୁତ ଖୁସି ହେଲେ। ଆଉ ସେହି ଫଳକୁ ନେଇ ଘରକୁ ଫେରି ଆସିଲେ। ଏହି ସମୟରେ ଆତ୍ମଦେବ ସେହି ଫଳ ତାଙ୍କ ସ୍ତ୍ରୀ ଧୁନ୍ଦୁଲିକୁ ଦେଲେ। କିନ୍ତୁ ଧୁନ୍ଦୁଲି ଭୟଭୀତ ହୋଇଗଲା। ସେ ଭାବିଲା, ଯଦି ମୁଁ ଫଳ ଖାଏ ତେବେ ମୋର ଗର୍ଭଧାରଣ ହେବାକୁ ପଡ଼ିବ। ଗର୍ଭ ହେଲେ ତ ମୋତେ ବହୁତ କଷ୍ଟ ଲାଗିବ। ସେଥିପାଇଁ ସେ ଏକ ଚତୁର ଯୋଜନା କଲେ। ଆଉ ସେଇ ଫଳକୁ ନେଇ ଗୋଟେ ଗାଈକୁ ଖୁଆଇଦେଲେ। ସେତେବେଳେ ଧୁନ୍ଦୁଲିଙ୍କ ଭଉଣୀ ଗର୍ଭବତୀ ଥିଲେ। ସେ ଧୁନ୍ଦୁଲିକୁ କହିଲେ, ମୁଁ ଯେତେବେଳେ ଶିଶୁକୁ ଜନ୍ମ ଦେବି ସେହି ଶିଶୁକୁ ତୁମକୁ ଦେଇଦେବି। ଧୁନ୍ଦୁଲି ଏକଥାରେ ରାଜି ମଧ୍ୟ ହୋଇଗଲା। ଏଇ ଭିତରେ ବହୁତ ସମୟ ବିତିଗଲା। ଧୁନ୍ଦୁଲିଙ୍କ ଭଉଣୀ ଗୋଟେ ପୁଅକୁ ଜନ୍ମ ଦେଲେ। ସେହି ଶିଶୁକୁ ଧୁନ୍ଦୁଲି ଆତ୍ମଦେବଙ୍କୁ ଦେଇଦେଲା। ସେହି ଶିଶୁର ନାମ ରଖାଗଲା ଧନ୍ଦୁକାରୀ। କିନ୍ତୁ ଏଠାରେ ଗୋଟେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ଯେ ଗାଈ ସେହି ଫଳ ଖାଇଥିଲା, ସେ ମଧ୍ୟ ଏକ ଶିଶୁକୁ ଜନ୍ମ ଦେଲା। ସେହି ଶିଶୁର ଶରୀର ମନୁଷ୍ୟ ଭଳି ଥିଲା, କିନ୍ତୁ ତାଙ୍କ କାନ ଗାଈ ଭଳି ଥିଲା। କାରଣ ସେ ତ ଗାଈଙ୍କ ଠାରୁ ଜନ୍ମ। କିନ୍ତୁ ଯେହେତୁ ମହାତ୍ମା ତାଙ୍କୁ ଫଳ ଦେଇଥିଲେ ଗୋଟେ ପୁତ୍ର ସନ୍ତାନ ପାଇଁ, ତ ଏହି ଅଦ୍ଭୁତ ଜିନିଷ ଘଟିଥିଲା। ସେଥିପାଇଁ ତାଙ୍କ ନାମ ରଖାଗଲା ଗୋକର୍ଣ୍ଣ। ତାପରେ ଏଇ ଭିତରେ ବହୁତ ସମୟ ବିତିଗଲା। ବହୁତ ସମୟ ବିତିବା ସହିତ ଦୁଇ ଭାଇ ବଡ଼ ହେବାକୁ ଲାଗିଲେ। ସେହି ସମୟରେ ଗୋକର୍ଣ୍ଣ ବହୁତ ଜ୍ଞାନୀ ଆଉ ଶାନ୍ତ ଆଉ ଧର୍ମପରାୟଣ ଥିଲେ। ସେ ସଦା ଭଗବାନଙ୍କର ଭକ୍ତି କରୁଥିଲେ। କିନ୍ତୁ ଅପରପକ୍ଷରେ ଧନ୍ଦୁକାରୀ ବହୁତ ଦୁଷ୍ଟ ସ୍ୱଭାବର ଥିଲା। ସେ ଚୋରି କରୁଥିଲା, ଲୋକଙ୍କୁ କଷ୍ଟ ଦେଉଥିଲା। ଧୀରେ ଧୀରେ ଧନ୍ଦୁକାରୀଙ୍କର ଦୃଷ୍ଟଟା ଏମିତି ବଢ଼ିବାକୁ ଲାଗିଲା। ଏହା ଦେଖି ଆତ୍ମଦେବଙ୍କ ମନ ବହୁତ ଦୁଃଖ ହେଲା। ଯେତେବେଳେ ସେ ଗୋକର୍ଣ୍ଣ ତାଙ୍କ ପିତାଙ୍କୁ ପଚାରିଲେ, ତାଙ୍କ ପିତାଙ୍କ ଦୁଃଖ ଦେଖି ଗୋକର୍ଣ୍ଣ ତାଙ୍କ ପିତାଙ୍କୁ କହିଲେ, ହେ ପିତା, ଏ ସଂସାର ହେଉଛି ଅସ୍ଥାୟୀ। ଆପଣ ଭଗବାନଙ୍କର ଭକ୍ତି କରନ୍ତୁ ଆଉ ମନକୁ ଶାନ୍ତ କରନ୍ତୁ। ଗୋକର୍ଣ୍ଣଙ୍କର ଏ କଥା ଶୁଣି ଆତ୍ମଦେବ ସଂସାର ତ୍ୟାଗ କରି ବନକୁ ଚାଲିଗଲେ। ଆଉ ସେଠି ଭଗବାନଙ୍କର ଭକ୍ତି କରିବାକୁ ଲାଗିଲେ। କିନ୍ତୁ ଅପରପକ୍ଷରେ ଧନ୍ଦୁକାରୀ ଏମିତି ବହୁତ ଦୁଷ୍ଟ ହୋଇଗଲା। ଆଉ ଦିନକୁ ଦିନ ତା ଦୃଷ୍ଟତା ବଢ଼ିବାକୁ ଲାଗିଲା। ଆଉ ସେ ଅଧର୍ମୀ ଓ ପାପୀ ମଧ୍ୟ ହୋଇଗଲା। ସେ ଚୋରି କରୁଥିଲା, ନିର୍ଦ୍ଦୋଷ ଲୋକଙ୍କୁ ଯନ୍ତ୍ରଣା ଦେଉଥିଲା, ମାତା ପିତାଙ୍କୁ ମଧ୍ୟ ଅପମାନ କରୁଥିଲା। ଆଉ ସେ ସଙ୍ଗତ ମଧ୍ୟ ହେଉଥିଲା ଦୁଷ୍ଟ ଲୋକଙ୍କ ସହିତ। ଏକ ଦିନ ସ୍ୱାର୍ଥ ଆଉ ଧନ ପାଇଁ ତାଙ୍କ ସହଚରମାନେ ତାଙ୍କୁ ହତ୍ୟା କରିଦେଲେ। ଆଉ ଅସମୟରେ ମୃତ୍ୟୁ ଆଉ ଅସଂଖ୍ୟ ପାପକୁ ନେଇ ସେ ପଡ଼ିଗଲେ ପ୍ରେତଜନୀ ଭିତରେ। ଏହି ସମୟରେ ସବୁଦିନ କ'ଣ ହୁଏ, ରାତିରେ ଅଜଣା ଶବ୍ଦ ଶୁଣାଯାଏ। ତାଙ୍କର ଆତ୍ମା ବହୁତ କଷ୍ଟ ପାଇବାକୁ ପାଇଲା। ଯେମିତି ଗୋଟେ ପ୍ରେତ ଯଦି ଏକ ଅଧର୍ମୀ ହୁଏ, ତାହେଲେ ସେ କେଉଁଠି ବସିପାରିବ ନାହିଁ, ମାଟିରେ ଚାଲିପାରିବ ନାହିଁ, ପିଇବା ପାଇଁ ଜଳ ମିଳିବ ନାହିଁ, ଆଉ ଖାଇବା ପାଇଁ ଖାଦ୍ୟ ମିଳିବ ନାହିଁ। କିନ୍ତୁ ତାଙ୍କ ମନରେ ଚାଲିବାର ଶକ୍ତି, ଖାଇବାର ଭୋକ ଆଉ ପିଇବାର ଶୋଷ ସବୁବେଳେ ସଦା ସେମିତି ଥିବ।
ଏଇ ଭିତରେ ସେ କ'ଣ କରେ ନା ରାତିରେ ସବୁବେଳେ କାନ୍ଦେ। କିନ୍ତୁ ସେଇ ରାତିରେ ଯେତେବେଳେ କାନ୍ଦେ ଗାଁ ଲୋକମାନେ ଏଇ ଅଜଣା ଶବ୍ଦ ଶୁଣି ଭୟରେ କମ୍ପନ୍ତି ଆଉ ବାହାରକୁ ବାହାରନ୍ତି ନାହିଁ। ଆଉ ସେଇଟା ଥିଲା ଧୁନ୍ଧୁକାରୀଙ୍କର ଆତ୍ମା, ଯେହେତୁ ସେ ପ୍ରେତ ଧ୍ୱନିରେ ଥିଲା। ଏକ ରାତ୍ରିରେ ଗୋକର୍ଣ୍ଣ ଧ୍ୟାନରେ ବସିଥିବା ବେଳେ ପ୍ରେତ ରୂପରେ ଆସି ଧୁନ୍ଧୁକାରୀ ତାଙ୍କ ସମ୍ମୁଖରେ ପ୍ରକାଶ ହେଲା। ଆଉ ସେ କାନ୍ଦି କାନ୍ଦି କହିଲା, ଭାଇ ମୋତେ ଏଠୁ ଉଦ୍ଧାର କର, ମୁଁ ଭୟଙ୍କର କଷ୍ଟ ଭୋଗୁଛି। ଏହି ସମୟରେ ଗୋକର୍ଣ୍ଣ କରୁଣାରେ ଭରିଗଲା। ସେ କହିଲା, ମୁକ୍ତି ପାଇବାର କେବଳ ଗୋଟିଏ ଉପାୟ ଅଛି, ସେ ହେଉଛି ପବିତ୍ର ଭାଗବତ କଥା। ତାପରେ ଗୋକର୍ଣ୍ଣ ଆରମ୍ଭ କରିବାକୁ ଲାଗିଲେ ଭଗବତ ସପ୍ତାହ। ସେଇଠାରୁ 7 ଦିନ ଧରି ଗୋକର୍ଣ୍ଣ ପବିତ୍ର ଭାଗବତ କଥା ଶୁଣାଇଲେ। ପ୍ରତ୍ୟେକ ଦିନ ଧୁନ୍ଧୁକାରୀଙ୍କ ପ୍ରେତାତ୍ମା ଏକ ବାଉଁଶ ମଧ୍ୟରେ ଲୁଚି ବସି ଭକ୍ତି ସହିତ ସେ ଭଗବତ ଶୁଣୁଥିଲା। 7ମ ଦିନ ଯେତେବେଳେ କଥା ସମାପ୍ତ ହେଲା, ହଠାତ୍ ସେହି ବାଂଶ ଏକ ଭୟଙ୍କର ଧ୍ୱନି ସହିତ ଫାଟିଗଲା। ଏହି ସମୟରେ ସମସ୍ତେ ସେହି ଆଡ଼କୁ ଦେଖିଲେ ଏବଂ ସମସ୍ତଙ୍କ ସମ୍ମୁଖରେ ପ୍ରେତ ରୂପ ନଷ୍ଟ ହୋଇ ଧୁନ୍ଧୁକାରୀ ଏକ ଦିବ୍ୟ ଦେହ ଧାରଣ କଲେ। ତାଙ୍କ ଶରୀରରୁ ଦିବ୍ୟ ପ୍ରଭା ବିକିରଣ ହେଉଥିଲା। ଏହି ସମୟରେ ଆକାଶରେ ଏକ ଦିବ୍ୟ ବିମାନ ଅବତରଣ କଲା। ସେଠାରେ ଦେବଦୂତମାନେ ଆସି ପହଞ୍ଚିଗଲେ ଆଉ ଭାଗବତ ଶ୍ରବଣ ପୁଣ୍ୟରେ ସେ ମୋକ୍ଷ ପାଇଗଲା। ଧୁନ୍ଧୁକାରୀ ଭାଇ ଗୋକର୍ଣ୍ଣକୁ ପ୍ରଣାମ କରି କହିଲା, ଭାଇ ମୁଁ ତୁମ କୃପାରୁ ଏ ନରକ ଯନ୍ତ୍ରଣାରୁ ମୁକ୍ତ ହେଲି, ଆଉ ମୋର ପୂର୍ବ ପାପ ପାଇଁ ମୋତେ କ୍ଷମା କରିଦେବେ। ଏହି ସମୟରେ ସେ ସମସ୍ତଙ୍କୁ ପ୍ରଣାମ କରି ସେ ଦିବ୍ୟ ବିମାନରେ ଯାଇ ପହଞ୍ଚିଲେ ଆଉ ସେ ଦିବ୍ୟ ବିମାନ ବୈକୁଣ୍ଠ ଧାମକୁ ପ୍ରସ୍ଥାନ କଲେ। ତ ଏଇଥିଲା ଆଜିର ଷ୍ଟୋରି, ଯେ ଭଗବତ କଥାର ଏତେ ମହାନ ଶକ୍ତି ଯେ ଜଣକୁ ପ୍ରେତ ଯୋନିରୁ ମଧ୍ୟ 7 ଦିନ ଭିତରେ ମୁକ୍ତ କରିଦିଏ। ଆଉ ଗୋଟେ ଜିନିଷ ମୁଁ ଏଠି କହି ରଖୁଛି ଯେ ଆମେ ତ ପୂର୍ବ ଭିଡ଼ିଓରେ ବହୁତ ଥର ଆଲୋଚନା କଲେ ଯେ ଭଗବତ ସପ୍ତାହରେ ମଣିଷ ପାପରୁ ମୁକ୍ତ ହୋଇଯାଏ, ମଣିଷ ସ୍ୱର୍ଗକୁ ପ୍ରାପ୍ତ କରେ ଆଉ ମଣିଷ ପିତୃ ଯୋନିକୁ ମଧ୍ୟ ପ୍ରାପ୍ତ କରେ। ତ ଏଇ ଭଗବତ ସପ୍ତାହ କ'ଣ? ତ ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ମୋ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଉ ଯଦି ମୋ ପ୍ରିଭିୟସ୍ ଷ୍ଟୋରି ଆପଣ ଦେଖିନାହାନ୍ତି ତାହେଲେ ଯାଇକି ସର୍ଚ୍ଚ କରି ନିଅନ୍ତୁ ଷ୍ଟୋରି ଅଫ୍ ପୁରାଣ ଆଉ ସେଠି ଏନ୍ଜୟ କରନ୍ତୁ ମୋର ଗପ।